କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ମୋଗଲ ସାମ୍ରାଜ୍ୟ ବିଷୟରେ ସଂକ୍ଷିପ୍ତରେ ଜାଣିବା। ମୋଗଲ ସାମ୍ରାଜ୍ୟ ଭାରତ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ସାମ୍ରାଜ୍ୟ ମଧ୍ୟରୁ ଗୋଟିଏ ଥିଲା। 1526 ମସିହାରେ ବାବର ପ୍ରଥମ ପାଣିପତ ଯୁଦ୍ଧରେ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରିବା ପରେ ଏହା ପ୍ରତିଷ୍ଠିତ ହୋଇଥିଲା। ବାବର, ତାଇମୁର ଏବଂ ଚେଙ୍ଗିସ ଖାନଙ୍କ ବଂଶଧର ଥିଲେ ଏବଂ ମଧ୍ୟ ଏସିଆରୁ ଭାରତ ଆସିଥିଲେ। ମୋଗଲ ସାମ୍ରାଜ୍ୟ ପ୍ରାୟ 3 ଶତାବ୍ଦୀ ଧରି ଭାରତର ଏକ ବଡ଼ ଅଂଶ ଉପରେ ଶାସନ କରିଥିଲା। ବାବରଙ୍କ ପରେ ତାଙ୍କ ପୁତ୍ର ହୁମାୟୁନ ଶାସକ ହେଲେ, କିନ୍ତୁ ତାଙ୍କ ଶାସନ ଅସ୍ଥିର ଏବଂ ସଂଘର୍ଷପୂର୍ଣ୍ଣ ଥିଲା। ସର୍ବଶ୍ରେଷ୍ଠ ମୋଗଲ ସମ୍ରାଟ ଆକବରଙ୍କ ଅଧୀନରେ ସାମ୍ରାଜ୍ୟ ଦୃଢ଼ ଏବଂ ସୁସଂଗଠିତ ହୋଇଥିଲା। ଆକବର ଧାର୍ମିକ ସହିଷ୍ଣୁତାର ନୀତି ଅନୁସରଣ କରିଥିଲେ ଏବଂ ସମସ୍ତ ଧର୍ମକୁ ସମ୍ମାନ କରିଥିଲେ। ସେ ପ୍ରଶାସନିକ ସଂସ୍କାର ପ୍ରଚଳନ କରିଥିଲେ, ରାଜସ୍ୱ ବ୍ୟବସ୍ଥାରେ ଉନ୍ନତି ଆଣିଥିଲେ ଏବଂ ଦକ୍ଷ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଥିଲେ। ତାଙ୍କ ଶାସନ ସାମ୍ରାଜ୍ୟରେ ଶାନ୍ତି, ଏକତା ଏବଂ ସମୃଦ୍ଧି ଆସିଥିଲା। ଆକବରଙ୍କ ପରେ ଜାହାଙ୍ଗୀରଙ୍କ ଉତ୍ତରାଧିକାରୀ ହୋଇଥିଲେ, ଯିଏ ନ୍ୟାୟ ଏବଂ କଳା ପ୍ରତି ପ୍ରେମ ପାଇଁ ଜଣାଶୁଣା ଥିଲେ। ତାଙ୍କ ପରେ ଶାହଜାହାନ ସାମ୍ରାଜ୍ୟରେ ଶାସନ କରିଥିଲେ ଏବଂ ସ୍ଥାପତ୍ୟରେ ତାଙ୍କର ଅବଦାନ ପାଇଁ ପ୍ରସିଦ୍ଧ। ତାଙ୍କ ରାଜତ୍ୱ କାଳରେ ତାଜମହଲ, ଲାଲକିଲ୍ଲା, ଜାମା ମସଜିଦ ଭଳି ମହତ୍ ସ୍ମାରକୀ ନିର୍ମାଣ କରାଯାଇଥିଲା। ତାଜମହଲକୁ ପ୍ରେମର ପ୍ରତୀକ ଏବଂ ବିଶ୍ୱର ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଔରଙ୍ଗଜେବଙ୍କ ଶେଷ ଶକ୍ତିଶାଳୀ ମୋଗଲ ସମ୍ରାଟ ଥିଲେ, ଯଦିଓ ସେ ସାମ୍ରାଜ୍ୟ ବିସ୍ତାର କରିଥିଲେ ତାଙ୍କର କଠୋର ନୀତି ଏବଂ ଲମ୍ବା ଯୁଦ୍ଧ ଏହାକୁ ଦୁର୍ବଳ କରିଦେଇଥିଲା। ତାଙ୍କ ମୃତ୍ୟୁ ପରେ ଦୁର୍ବଳ ଶାସକ, ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏବଂ ବିଦେଶୀ ଆକ୍ରମଣ ମୋଗଲ ସାମ୍ରାଜ୍ୟର ପତନର କାରଣ ହୋଇଥିଲା। 1857 ମସିହାରେ ଭାରତୀୟ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ପରେ ମୋଗଲ ଶାସନ ଆନୁଷ୍ଠାନିକ ଭାବରେ ଶେଷ ହୋଇଥିଲା। ମୋଗଲ ସାମ୍ରାଜ୍ୟ ଭାରତୀୟ ସଂସ୍କୃତି, କଳା, ସ୍ଥାପତ୍ୟ, ଭାଷା ଏବଂ ପ୍ରଶାସନ ଉପରେ ଏକ ସ୍ଥାୟୀ ପ୍ରଭାବ ଛାଡ଼ିଥିଲା। ଆଜି ମଧ୍ୟ ସାରା ଭାରତରେ ସ୍ମାରକୀ, ପରମ୍ପରା ଏବଂ ସାଂସ୍କୃତିକ ଅଭ୍ୟାସରେ ମୋଗଲ ଅବଦାନ ଦେଖାଯାଇପାରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଭିଡ଼ିଓକୁ ଅନ୍ୟ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।